ମୁଁ କଣ କହୁଥିଲି ବର୍ତ୍ତମାନ ଯୋଉ ଆଧୁନିକ ଅର୍ଥବ୍ୟବସ୍ଥା ପରିଚାଳନା ଦୃଷ୍ଟିରୁ ଯଦି ଦେଖିବା ଏଇ ବଜେଟର ମୁଁ ସାମୂହିକ ଆକଳନ କଲେ ମୋର ମତାମତ ଯେ ଏଇଟା ମାନେ ମୋଟାମୋଟି ଭାବେ ଏଇ ବଜେଟଟା ପ୍ରଶଂସନୀୟ ସ୍ୱାଗତ ଯୋଗ୍ୟ। ମୁଁ କାହିଁକି କହୁଛି ଆମେ ବର୍ତ୍ତମାନର ବଜେଟକୁ ଯୋଉ ଆମର ମାନେ ଦେଶର ଭିତର ହଉ କି ଆନ୍ତର୍ଜାତିକ ବ୍ୟବସ୍ଥା ଯୋଉ ଭାବରେ ବଦଳିଛି ଗତ 2-4 ବର୍ଷରେ ତାକୁ ଯଦି ଆମେ ଆକଳନ କରିବା ଯୋଉଟା କି ଇକୋନୋମିକ ସର୍ଭେରେ 2 ଦିନ ତଳେ ଯୋଉ ପ୍ରକାଶ ପାଇଥିଲା ତାର ରିଫ୍ଲେକ୍ସନଟା ବଜେଟରେ ଅଛି। ମୂଳ କଥା ହେଲା ଗତ କିଛି ବର୍ଷ ହେଲା ସେ ରୁଷିଆ ୟୁକ୍ରେନ ୱାର ହଉ କି ମିଡଲ ଇଷ୍ଟରେ ଯୋଉ ଜିଓ ପଲିଟିକାଲ ଡିଫିକଲ୍ଟି ଚାଲିଛି, ରାଷ୍ଟ୍ରପତି ଟ୍ରମ୍ପ ଯେମିତି ଇଣ୍ଡିଆ ଉପରେ ତାରିଫ 50% ଲଗେଇଥିଲେ, ଏସବୁ ଆକଳନ କଲେ ଦେଖିଲେ ଯେ ଭାରତ ଗତ 3-4 ବର୍ଷରେ ଆମର ଯୋଉ ଆନ୍ତର୍ଜାତିକ ବ୍ୟବସ୍ଥା ଭିତରେ ଆମର ରଣନୀତି ସ୍ଥିରତା ଆମେ ଲାଭ କରିପାରିଛେ, ମାନେ ସ୍ଥିରତାକୁ ବଜାୟ ରଖିଛେ, ଯୋଉଟାକୁ ଆମେ କହୁଛେ ସାମଗ୍ରିକ ଅର୍ଥ ବ୍ୟବସ୍ଥାର ଯୋଉ ଭିତ୍ତିଭୂମି ଆମର ଷ୍ଟ୍ରଙ୍ଗ ଅଛି, ଆମେ ରିଟେନ୍ କରୁଛେ। କିନ୍ତୁ ସେଇଥିରୁ ଆମେ ମୁଭ କରୁଛେ ବର୍ତ୍ତମାନ ଆମର ଯୋଉ ରଣନୀତିର ବେସିକାଲି ଯୋଉଟା ଆମେ କହୁଛେ ଆମକୁ ଯେମିତି ଛାଡିକି ଦେଶ ମାନେ ଆନ୍ତର୍ଜାତିକ ସ୍ତରରେ ଅନ୍ୟ ରାଜ୍ୟମାନେ ଆମ ଉପରେ ଡିପେଣ୍ଡେଣ୍ଟ ହେଇଯିବ, ଅନ୍ୟ ଦେଶମାନେ ସେଇ ପ୍ରକାର ବ୍ୟବସ୍ଥାକୁ ମୁଭ କରୁଛେ। ସେଇ ଦୃଷ୍ଟିରୁ ଦେଖିଲେ ପ୍ରଥମତଃ ଯୋଉ ଆମର ଫିସ୍କାଲ ଡେଫିସିଟ ଅଛି, ଫିସ୍କାଲ ଡେଫିସିଟଟାକୁ 2021ରେ କୋଭିଡ ପାଣ୍ଡେମିକ ଯୋଉ ଆଫେକ୍ଟ ହେଇଥିଲା ଏଇଟା 10% ଯାଏ ଯାଇଥିଲା। FRBM ଟାର୍ଗେଟ ଥିଲା ମିଡିୟମ ଟର୍ମରେ 3% ଆସିବା ପାଇଁ, ତାକୁ ଆମେ କଣ୍ଟ୍ରୋଲ କରିକି ଗତ ବଜେଟରେ 4.4% କରିଥିଲେ ଜିଡିପି ର, ସେଇଟା ବଜାୟ ରହିଛି। ଆଉ ଏଇ ବଜେଟରେ ତାକୁ 4.3% କୁ ରିଡ୍ୟୁସ କରିବା ପାଇଁ ପ୍ରୋଜେକ୍ଟ ହେଇଛି। ତ ଏଇଟା ସ୍ୱାଗତ ଯୋଗ୍ୟ, କାରଣ ଯଦି ଫିସ୍କାଲ ଡେଫିସିଟଟା କଣ୍ଟ୍ରୋଲରେ ରହୁଛି, ଆମର ଯୋଉ ଦେଶର ଋଣ କଣ୍ଟ୍ରୋଲରେ ରହିବ, ଡେଭଲପମେଣ୍ଟାଲ ଏକ୍ସପେଣ୍ଡିଚର ହେଇପାରିବ, ତ ମାକ୍ରୋ ଇକୋନୋମିକ ଷ୍ଟାବିଲିଟି ପାଇଁ ଏଇଟା ଗୋଟିଏ ମାନେ ଇମ୍ପୋର୍ଟାଣ୍ଟ ମୁଖ୍ୟ ବିଷୟ ଯୋଉଟା ଆମର ଅର୍ଥମନ୍ତ୍ରୀ ସଫଳ ହେଇଛନ୍ତି। ଦ୍ୱିତୀୟରେ ଆର୍ଥିକ ନିଅଣ୍ଟ ଅବସ୍ଥାରେ ଯୋଉଟା ଫିସ୍କାଲ ଡେଫିସିଟ କମେଇଲେ ବି ଆମର ଯୋଉ କ୍ୟାପିଟାଲ ଏକ୍ସପେଣ୍ଡିଚରରେ କମ୍ପ୍ରୋମାଇଜ କରାହେଇନି। ରାଦର କ୍ୟାପିଟାଲ ଏକ୍ସପେଣ୍ଡିଚର ଆମର ଯଦି ଟୋଟାଲ ଏକ୍ସପେଣ୍ଡିଚର ଗଭର୍ଣ୍ଣମେଣ୍ଟ ବଜେଟ ଏକ୍ସପେଣ୍ଡିଚର ଯୋଉଟା ରଫଲି 11% ଥିଲା 17-18 ମସିହାରେ, ଏଇଟା ବଢି 22% କୁ ଯାଇଛି। ତେଣୁ ଏଇଟା ମୁଁ କହିବା କଥା ଫିସ୍କାଲ ଡିସିପ୍ଲିନ ଆଡପ୍ଟ ହେଲେ ବି କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ କମ୍ପ୍ରୋମାଇଜ ହେଇନି। ରାଦର ମୋଦି ସରକାରଙ୍କର ଏଇଟା ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ଯିଏ ବର୍ଷ ପରେ ବର୍ଷ କ୍ୟାପିଟାଲ ଏକ୍ସପେଣ୍ଡିଚର ବଢେଇ ଚାଲିଛନ୍ତି, ଯୋଉଟା ଦୀର୍ଘତମ ଭିତ୍ତିରେ ଆମର ଦେଶର ଆର୍ଥିକ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ବହୁତ ସହାୟକ ହବ। ତାପରେ ତୃତୀୟ ପଏଣ୍ଟ ହେଲା ଆମେ ଯଦି ଯୋଉ ରାଜସ୍ୱ ଆଦାୟ କରୁଛନ୍ତି ସରକାର, ତାକୁ ଆମେ ଡାଇରେକ୍ଟ ଆଉ ଇନଡାଇରେକ୍ଟ ଟ୍ୟାକ୍ସ ଭିତରେ ଯୋଉଟା ପ୍ରତ୍ୟକ୍ଷ ପରୋକ୍ଷ ଟ୍ୟାକ୍ସ ଭିତରେ ଡିଷ୍ଟିଂଗୁଇଶ କରିବା, ଆପଣ ଦେଖିବେ ପ୍ରତ୍ୟକ୍ଷ ଟ୍ୟାକ୍ସ ଡାଇରେକ୍ଟ ଟ୍ୟାକ୍ସ ର ପ୍ରପୋର୍ସନ ଧୀରେ ଧୀରେ ବଢି ଚାଲିଛି, ଆଉ ପରୋକ୍ଷ ଟ୍ୟାକ୍ସ ର ପ୍ରପୋର୍ସନ ଧୀରେ ଧୀରେ କମି ଚାଲିଛି। ଏଇଟା ଆମର ଯୋଉ ଆର୍ଥିକ ବିଷମତା ଅଛି, ଇକୋନୋମିକ ଇନଇକ୍ୱାଲିଟି ଅଛି, ତାକୁ ଆଡ୍ରେସ କରୁଛି ଇନ ୱେ। କାରଣ ବେସିକାଲି ଡାଇରେକ୍ଟ ଟ୍ୟାକ୍ସଟା ମେନଲି କଲେକ୍ସନ ହଉଛି ଧନୀ ଲୋକଙ୍କଠୁ ଅର କର୍ପୋରେଟଠୁ, ତାର ସେୟାରଟା ବଢୁଛି। ଆଉ ଇନଡାଇରେକ୍ଟ ଟ୍ୟାକ୍ସଟା ଜିଏସଟି ଉପରେ ଯୋଉଟା ବେସିକାଲି ସମସ୍ତଙ୍କୁ ସମାନ ଭାବରେ ଇଏ କରୁଛି, ଆଫେକ୍ଟ କରୁଛି, ତାର ସେୟାରଟା କମିଛି। ଏଇ 3ଟା ମୁଖ୍ୟ ଜିନିଷ। ତାପରେ ଯେତେବେଳେ ଆପଣ ମତେ ଆଉ 1 ମିନିଟ ଦେବେ, ବେସିକାଲି ଆମେ ଯଦି ଦୀର୍ଘତମ ଭିତ୍ତିରେ ଦେଖିବା ଆମର ଆର୍ଥିକ ବ୍ୟବସ୍ଥାକୁ ବିକଶିତ ଭାରତ ପର୍ସପେକ୍ଟିଭରେ ଆଗେଇ ନେବାକୁ ହେଲେ ଆମକୁ କଣ କରିବାର ଅଛି? ଟେକ୍ନୋଲୋଜିରେ ଇମ୍ପ୍ରୁଭ କରିବାର ଅଛି, ଇନଭେଷ୍ଟମେଣ୍ଟରେ ଇମ୍ପ୍ରୁଭ କରିବାର ଅଛି, ଆଉ ନିଯୁକ୍ତି ରୋଜଗାର ଏଥିରେ ଇମ୍ପ୍ରୁଭ କରିବାର ଅଛି। ଯାହା ସବୁ ବଜେଟରେ ଆନାଉନ୍ସ ହେଇଛି, ସେ ଭିତ୍ତିଭୂମି ପାଇଁ ହଉ, ଶିକ୍ଷା ପାଇଁ ହଉ, ସ୍ୱାସ୍ଥ୍ୟ ପାଇଁ ହଉ, ପୂର୍ବରୁ ଆମର ଶିକ୍ଷା ମନ୍ତ୍ରୀ ଆଉ ଅନ୍ୟ ବକ୍ତା ମାନେ ଏହାର ବହୁତ ଡିଟେଲ ସବୁ ଉପସ୍ଥାପନା କରିଛନ୍ତି, ମୁଁ ସେ ଡିଟେଲକୁ ଯାଉନି। ଏସବୁ ଗୁଡାକ ମୂଳତଃ ଆମ ଦେଶରେ ଭିତ୍ତିଭୂମିର ଉନ୍ନତି, ଆମର ଯୋଉ ଶିକ୍ଷା ଆଉ ଟ୍ରେନିଂ ଆଉ ନିଯୁକ୍ତି, ୟାର ବଢେଇବାର ଯାହା ସବୁ ପଦକ୍ଷେପ ଦରକାର ଏଇ ବଜେଟରେ ବହୁତ ମାତ୍ରାରେ ତାକୁ ଆଡ୍ରେସ କରାଯାଇଛି। ତେଣୁ ଦୀର୍ଘତମ ଭିତ୍ତିରେ ଭାରତର ପୋଟେନ୍ସିଆଲ ଜିଡିପି କି 7-8% ରେ ଗ୍ରୋ କରିକି ଆମେ ଯୋଉ 2047 ମସିହା ହଉ କି 2050 ମସିହା ହଉ ଆମେ ବିକଶିତ ଭାରତ ସ୍ୱପ୍ନ ଦେଖିଛେ, ମତେ ଲାଗୁଛି ତାକୁ ସାକାର କରିବା ପାଇଁ ଏଇ ବଜେଟରେ ସମ୍ପୂର୍ଣ୍ଣ ଭାବେ ପ୍ରୟାସ ହେଇଛି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।